ଆଜି ଚଉଠି ତମେ କେଉଁଠି ଲୁଚନା ଲୁଚନା। ବାଳ ମୁଁ ଏ ଗୀତ କାହା ପାଇଁ ଗାଉଛି? ଆଜି ତ ହେଉଛି ସାବିତ୍ରୀ ଅମାବାସ୍ୟା, ଆଉ ଆମର ନିଶା ନାନୀ ସାବିତ୍ରୀ ଅମାବାସ୍ୟା ପାଳନ କରୁଛନ୍ତି। ବାଳ କାହା ପାଇଁ ତ ସିଏ ସାବିତ୍ରୀ ଅମାବାସ୍ୟା କରୁଛି ମୁଁ ତ ସେଇଟା ଜାଣିନି। ତାହେଲେ ଚାଲନ୍ତୁ ନାନୀ ଠାରୁ ଶୁଣି ନେବା ଯେ ସିଏ କାହା ପାଇଁ ସାବିତ୍ରୀ ଅମାବାସ୍ୟା ପାଳନ କରୁଛି। ଦେଖ ଆଜି ହଉଛି ମୁଁ ସାବିତ୍ରୀ କରିଛି ଓଡିଶାର ଟୋକା ମାନଙ୍କ ପାଇଁ। ଇସ୍ କ'ଣ କଲୁଲୋ ନାନୀ? ବାଳ ତୁ ସିନା ଅବାଡୁଆରେ ମରିବୁ, ମାନେ ଭୂତ ହେଇକି ବୁଲିବୁ, ଆମେ କ'ଣ ଅବାଡୁଆରେ ମରିବୁ? ଆମେ ପରା ବାଡୁଅ ହବୁ। ଆଉ ତୁ କ'ଣ ଆମମାନଙ୍କ ପାଇଁ ସାବିତ୍ରୀ ମାନେ ଓଷା କରୁଛୁ? ତୁ ଗୋଟେ କାମ କରି ନାନୀ, ତୁ ଟୁଙ୍ଗୁରୁ ଫଳ ପାଇଁ କରି, ଆଉ ନହେଲେ ଜହ୍ନି ସିଂ ପାଇଁ କରି। କାହିଁକି ନା ମୁଁ ସେମାନଙ୍କୁ କଥା ଦେଇଥିଲି ଓଡିଶାର ଟୋକା ମାନଙ୍କ ପାଇଁ ସାବିତ୍ରୀ କରିବା ପାଇଁ, ସେଥିପାଇଁ ସାବିତ୍ରୀ କରୁଛି। ଆଚ୍ଛା, ଓଡ଼ିଶାର ଯେତକ ଟୋକା ତାହେଲେ ବାଳ ସମସ୍ତେ ତ ସ୍ୱାମୀ। ତାହେଲେ ନାନୀ, ତାହେଲେ ତୋ ଠେକିଣା ଯେତେବେଳେ ଷ୍ଟେଜରେ ଟିକେ କିଏ ହାତ ଫାତ ମାରି ଦେଉଛନ୍ତି, ବାଳ କାହିଁକି ପାଚିକି ପୁରା ନାଲି ପଡ଼ିଯାଉଛୁ? ସମସ୍ତେ ତ ସ୍ୱାମୀ ନା, ଆଉ ତୁ ସମସ୍ତଙ୍କ ପାଇଁ ମାନେ ସାବିତ୍ରୀ ଓଷା କରୁଛୁ, ମାନେ ତୋର ସେମାନେ ହେଉଛନ୍ତି ହଜବ୍ୟାଣ୍ଡ ନା କ'ଣ କହୁଛୁ? ଭାଇ ବଜାତି ପିଲା, ଛତର ଖାଇ ପତର ଗୋଟେଇ ମୌନ ମୁହିଁ। ବାଳ ଏଟାକୁ ଶଳା, ଏଟାକୁ ଲାଜ ସରମ ହିଁ ନାହିଁ। ତ ସାଙ୍ଗମାନେ, ଇଏ କେତେ ନମ୍ବର ବେଲଜିଆ ବୋଲି ଆପଣମାନେ କମେଣ୍ଟରେ ହିଁ ଲେଖନ୍ତୁ। ଛାତିରେ ହାତ ବାଡେଇକି କଲିଜାରେ ରଖିକି ଶଙ୍କା ସିନ୍ଦୁର ଦେଖେଇକି, ଦେଖ ଜୀବନରେ ତ ମତେ ବାହା ହବାର ନାହିଁ କିମ୍ବା ମା ହବାର ନାହିଁ, ତେଣୁକରି ଓଡିଶାର ଟୋକା ମାନେ ଯୋଉମାନେ ମତେ ଭଲ ପାଆନ୍ତି ସେମାନଙ୍କୁ ମୁଁ ବି ବହୁତ ଭଲ ପାଏ। ତ ସେଥିପାଇଁ ସବୁ ବର୍ଷ ଯେମିତି ଓଡିଶାର ଟୋକା ମାନଙ୍କ ପାଇଁ ସାବିତ୍ରୀ କରେ, ମୁଁ ଏଇ ବର୍ଷ ବି ଓଡିଶାର ଟୋକା ମାନଙ୍କ ପାଇଁ ସାବିତ୍ରୀ କରୁଛି। ନାଇଁ ନାଇଁ ନାନୀ, ତୁ ଗୋଟେ କାମ କରେ, କାଲଗାଟା ଯାହାରି ସେଠେଇକିନା ତାଙ୍କ ପାଇଁ ସାବିତ୍ରୀ ଓଷା କରିବୁ। ତ ସାଙ୍ଗମାନେ ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟିକି ଦେଖିନେବା। ଦବା ନବା ତ ସେଇଟା ବଡ ଜିନିଷ ନୁହେଁ, ସେମାନେ ମତେ କିଛି ଦେଇନାହାନ୍ତି, ବଟ୍ ହଁ ଆଜି ମୁଁ ସେମାନଙ୍କ ପାଇଁ ସ୍ପେଶାଲ ଅଫର ରଖିଛି। ମୁଁ ସେମାନଙ୍କୁ ରାତିରେ କିଛି ଦେବି ଆଉ ସେମାନେ ନେବେ। ବାଳ କଣଟେ ଦବ, କଣଟେ ଦବ, କଣଟେ ଦବ। ହଁ ଏଇଆ ତ, ଆଉ ଠିକ ତ ହେଇଥିବ, ଆଉ ଏଇ ଜିନିଷ ହିଁ ଦବ ଆଉ। ସୋ ମୋ ସ୍ୱାମୀ ମାନଙ୍କ ପାଇଁ, ତେଣୁ କରିକି ଦେଖ ସତ୍ୟବାନ ପୁରୁଷ, ଆସନ ଆସନ ପ୍ଲିଜ, ଆଜି ଆସନ। ଛଡି ପୁଅ ଯାଉନି ବେ, ଖାଲି ମୋବାଇଲ ଦେଖୁଥା, ଖାଲି ମୋବାଇଲ ଦେଖୁଥା। ଯାଉନୁ, ନାନୀ ବା ଡାକୁଛି, ଯା। ମୁଁ ନିଶ ମରଣ ଡାକୁଛି ଆଜି। ଆଜି ମୁଁ ଏଇ ସାବିତ୍ରୀ ବନେଇଛି କେବଳ ଓଡିଶାର ଟୋକା ମାନଙ୍କ ପାଇଁ। ମୁଁ ଜୀବନରେ କେବେ ବି ବାହା ହେବିନି, ଏମିତି ଅବାଡୁଆ ରହିଯିବି କେବଳ ମୋ ଓଡିଶାର ଦର୍ଶକ ଟୋକା ମାନଙ୍କ ପାଇଁ। ନାଇଁ ନାଇଁ ନାନୀ, ତୁ ସେ ଭୁଲ କରନା। ଯଦି ଅବାଡୁଆ ହେଇକି ରହିବୁ ତାହେଲେ ମଲା ବେଳେ ଭୂତ ହେଇକି ତୁ ବୁଲିବୁ। ତ ଗୋଟେ କାମ ମୁଁ କରୁଛି, ମୁଁ ଟୁଙ୍ଗୁରୁ ଭଳକୁ ଫୋନ କରୁଛି, ବୁଝିଲୁ କି? ପାରୁଛୁ ଯଦି ତୁ ଟୁଙ୍ଗୁରୁ ପାଖରେ ସେଟିଂ ହେଇଯା, ନହେଲେ ଜହ୍ନି ସିଂକୁ କଲ୍ କରିବି, ତା ସାଥିରେ ତୁ ସେଟିଂ ହେଇଯା। କାଲଗାଟା ଯାଇକି ତୁ ଯାହା କରିପାରିବୁ, ବୁଝିଲୁ ନାନୀ? ଭାକ୍ ବଜାତି ପିଲା, ଛତର ଖାଇ ପତର ଗୋଟେଇ ମୌନ ମୁହିଁ ବେଲଜିଆଣୀ। ମାନେ କେତେ ଭଲ ପାଆନ୍ତି, କେତେ ମାତ୍ରାରେ ଭଲ ପାଆନ୍ତି ଏଇ ଓଡିଶାର ଟୋକା ମାନେ। ଆସନ ଆସନ। ଆରେ ବାଳ ଯାଉନ, କେଡ଼େ ବେଲଜିଆ ଲୋକ କିଓ ତମେ? ହଁ ତମକୁ କହୁଛି, ତମେ ପୁରା ନାନୀର ଭିଡ଼ିଓ ଦେଖୁଛ, ଆଉ ବାଳ ସେ ଡାକୁଛି ଯାଉନ। ସେ ଆଉ ମାନେ ଅସମ୍ଭାଳ ହେଇକି ରହିଲାଣି। ଯା, ଯାହା କରିବାର ଅଛି ଟିକେ ଯାଇକି କରିଦେଇକି ଆସ। ଛାଡ଼ନ୍ତୁ। ତ ସାଙ୍ଗମାନେ, ଏ ଭିଡ଼ିଓଟି କେମିତି ଲାଗିଲା ମୋ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ତ ଯଦି ମୋ ଭିଡ଼ିଓକୁ ଆପଣ ଲାଇକ୍ କରିନାହାନ୍ତି ତାହେଲେ ଏ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଯଦି ମୋ ଚ୍ୟାନେଲକୁ ନୂଆ ହେଇକି ଆସିଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ବି କରିଦିଅନ୍ତୁ। ତ ସାଙ୍ଗମାନେ, ପୁଣି ନେକ୍ସଟ ଭିଡ଼ିଓ ଆହୁରି ପୁରା ମଜାଦାର କରିକି ଆଣିବା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଫାଇନାଲି ସାଙ୍ଗମାନେ ରହିଲି, ଜୟ ଜଗନ୍ନାଥ, ନମସ୍କାର, ବାଏ ବାଏ।